ପିଲାମାନେ ନମସ୍କାର, ଜୟ ଜଗନ୍ନାଥ। ଭାବୁଛି ସମସ୍ତେ ଭଲରେ ଥିବ। ଆଜି ଆମେ ସଂସ୍କୃତ ଶିକ୍ଷାୟତନର ପ୍ରକୋଷ୍ଠ ମଧ୍ୟରେ 13 ଠାରୁ ଆଗକୁ ଶ୍ଲୋକ ପଢିବା। ଆମେ ଆଗରୁ 12 ଶ୍ଲୋକ ପର୍ଯ୍ୟନ୍ତ ପଢି ସାରିଥିଲେ। 12 ଶ୍ଲୋକରେ ଆମେ ପଢିଥିଲେ ଯେ କେହି କାହାର ସ୍ୱଭାବ ଛାଡି ପାରନ୍ତି ନାହିଁ। ଯେମିତି ବିଶେଷ କରି ସାଧୁ ମାନେ ତାଙ୍କର ସ୍ୱଭାବକୁ ଛାଡି ପାରନ୍ତି ନାହିଁ। ଗୋଟେ ଉଦାହରଣ ଦିଆଯାଇଥିଲା, ଯେପରି କର୍ପୂର ଅଗ୍ନିକୁ ସ୍ପର୍ଶ କଲେ ତାର ସୌରଭକୁ ବା ତାର ବାସ୍ନାକୁ ଅନ୍ୟମାନେ ଅନୁଭବ କରିଥାନ୍ତି ନାଇଁ। ତାପରଟା ଆମେ ଦେଖ, ଅହିଂସା ପରମ ଧର୍ମ ତଥା ଅହିଂସା ପରମ ତପଃ, ଅହିଂସା ପରମଂ ସତ୍ୟମ୍ ଯତୋ ଧର୍ମ ପ୍ରବର୍ତ୍ତତେ। ପିଲାମାନେ, ଅହିଂସା ଅହିଂସା କଣ ତୁମେ ଭଲ ଭାବରେ ଜାଣିଛ। ଏଇଟା ଗୋଟେ ଉତ୍ତମ ଗୁଣ ନାଇଁ। ଅହିଂସା, ନ ହିଂସା, ନାହିଁ ହିଂସା ଯାହାର, ନ ହିଂସା ନୟ ତତ୍ପୁରୁଷ ସମାସ। ପରମ ଧର୍ମ ତଥା ହିଂସା, ସନ୍ଧି ବିଚ୍ଛେଦ କରିଦବା। ପରମଃ ଯୁକ୍ତ ଧର୍ମଃ ଯୁକ୍ତ ତଥା ଯୁକ୍ତ ଅହିଂସା। ତାହେଲେ ଏଇଠି ଆମେ ପଢିବା ଅହିଂସା ପରମ ଧର୍ମ, ଏଇଠୁ ରହିଯିବ ଗୋଟେ ବାକ୍ୟ ହେଲା। ଅହିଂସା ପରମ ଧର୍ମ, ତାହେଲେ ଅହିଂସା ଟା କଣ? ଗୋଟେ ଶ୍ରେଷ୍ଠ ଧର୍ମ। ତଥା ମାନେ ସେହିପରି। ଅହିଂସା ପରମ ତପଃ, ଅହିଂସା ବି ହଉଛି ଗୋଟେ ଶ୍ରେଷ୍ଠ ତପସ୍ୟା। ସମସ୍ତଙ୍କ ଦ୍ଵାରା ହେଇପାରିବନି ଏଇଟା ଗୋଟେ ଶ୍ରେଷ୍ଠ ତପସ୍ୟା। ଅହିଂସା ପରମଂ ସତ୍ୟମ୍, ଅହିଂସା ହଉଛି ସବୁଠାରୁ ବଡ ସତ୍ୟ। ଜଗତରେ ଯେତେ ବି ସତ୍ୟ କଥା ସତ ରହିଛି, ତାର ଅହିଂସା ହଉଛି ଶ୍ରେଷ୍ଠ। ଯତୋ ଧର୍ମ ପ୍ରବର୍ତ୍ତତେ, ଯେଉଁ ଅହିଂସାରୁ ଧର୍ମର ସୃଷ୍ଟି ହେଇଛି। ଧର୍ମର ପ୍ରବର୍ତ୍ତକ କିଏ? ଅହିଂସା। ତାହେଲେ କୁହାହେଲା ଅହିଂସା ପରମ ଧର୍ମ, ଅହିଂସା ପରମ ତପଃ, ଅହିଂସା ପରମ ସତ୍ୟମ୍, ଅହିଂସା ଅର୍ଥାତ୍ ଅହିଂସାରୁ ହିଁ ଅହିଂସା ଏହା ଧର୍ମ ପ୍ରବର୍ତ୍ତତେ, ଅହିଂସାରୁ ହିଁ ଧର୍ମର ସୃଷ୍ଟି ହେଲା। ପିଲାମାନେ, ତେଣୁ ଅହିଂସା ଗୋଟେ ଉତ୍ତମ ଗୁଣ। ଅହିଂସା ଆଚରଣ କରିବା ଉଚିତ, ସେଇ ଗୁଣଟା ସମସ୍ତଙ୍କ ପାଖରେ ରହିବା ଉଚିତ। ଏବେ ଦେଖ 14 ଶ୍ଲୋକ ଆମେ ଦେଖିବା। ଏଇ ଶ୍ଲୋକରେ କୁହାଯାଇଛି, ଯାହା ତୁମେ କରିବ ସେଇଭଳି ଫଳ ପାଇବ। ବୁଝିହେଲା? ସୁଖସ୍ୟ ଦୁଃଖସ୍ୟ ନ କୋପି ଦାତା, ହେଲେ ସୁଖର ଆଉ ଦୁଃଖର ନ କୋପି ଦାତା, କୋପି ସନ୍ଧି ବିଚ୍ଛେଦ କଲେ କହ ଯୁକ୍ତ ଅପି, କେହି ହେଲେ ଦାତା ନାହାନ୍ତି, ନ ରହିଛି ଏପଟେ। ହେଲେ ସୁଖ ଆଉ ଦୁଃଖ କେହି କାହାକୁ ଦିଅନ୍ତିନି, ତାର ଦାତା କେହି ନାହାନ୍ତି। ଦାତା ମାନେ କଣ? ଯେ ଦେବୁଥିବା ଲୋକ। ହେଲେ ସୁଖ ଆଉ ଦୁଃଖର କେହି ଦାତା ନାହାନ୍ତି। ପରୋ ଦଦାତି ଇତି କୁବୁଦ୍ଧିଃ ଏଷା, ପରଃ ଯୁକ୍ତ ଦଦାତି ଯୁକ୍ତ ଇତି। ପର ଦେଉଛି ବା ଅନ୍ୟ କିଏ ମତେ ଦଉଛି, ଦୁଃଖ ଦଉଛି କି ସୁଖ ଦଉଛି, ଇତି ଏଇ କଥାଟା, କୁବୁଦ୍ଧିଃ ଏଷା ଏଇ କଥାଟା କିଏ କହେ? କୁବୁଦ୍ଧି, କୁଶ୍ଚିତ ବୁଦ୍ଧି ଯାହାର, ଖରାପ ବୁଦ୍ଧି ଲୋକ କହିବ ଯେ ମତେ ଅନ୍ୟ ଲୋକ ଦଉଛି, ଦୁଃଖ ଦଉଛି ହେଲା। ତେଣୁ ଅନ୍ୟ ଲୋକ ମତେ ସୁଖ ଦଉଛି, ଏଇ କଥା ମାନେ କୁବୁଦ୍ଧି ଲୋକ ହିଁ କହିପାରେ। ଆଉ କେହି ଯେମିତି ଅହଂ କରୋମି ଇତି, ଅହଂ କରମି, କେହି ନିଜେ ଆତ୍ମଗର୍ବ କରନ୍ତି। ଅହଂ କରୋମି, ମୁଁ କରିଛି। ଇତି ବୃଥା ଅଭିମାନ, ଏଇଟା ଗୋଟେ ବୃଥା ଅଭିମାନ। ଅଭିମାନ ମାନେ ଗର୍ବ ହେଲା। ଅହଂ କରମି ଇତି, ମୁଁ ଏଇଟା କରିଛି ତମେ କରିପାରୁନ, ଏଇ ଯୋଉ କଥାଟା, ଏଇଟା ଗୋଟେ ବୃଥା ଅଭିମାନ। ତାହେଲେ ପ୍ରକୃତ ସତ କଥାଟା କଣ ନା, ସ୍ୱକର୍ମ ସୂତ୍ରେ ହିଁ ଗ୍ରଥିତଃ ଲୋକଃ। ସ୍ୱକର୍ମ ସୂତ୍ରେ ହିଁ, ସ୍ୱ ମାନେ ନିଜ, କର୍ମ ରୂପକ ସୂତାରେ ଲୋକ ଗୁନ୍ଥା ହୋଇ ରହିଛି। ଅର୍ଥାତ୍ ତାର ଅର୍ଥ ହେଲା, ଯିଏ ଯେପରି କରେ ତାର ଫଳ ସେହିପରି ପାଏ ହେଲା। ଭଲ କାର୍ଯ୍ୟର ଫଳ ଭଲରେ, ଆଉ ମନ୍ଦ କାର୍ଯ୍ୟର ଫଳ କୋଉଥିରେ ମିଳେ? ମନ୍ଦରେ ହିଁ ମିଳେ। ଯେମିତି କହନ୍ତି, ଟେକାଟେ ପକେଇଲେ ପଥରଟେ ମିଳେ। ତାମାନେ କଣ? ଭଲ କାର୍ଯ୍ୟ କଲେ ଭଲ ମିଳିବ, କିନ୍ତୁ ମନ୍ଦ କାର୍ଯ୍ୟ ଯଦି କରିଥିବ ତାହା ମନ୍ଦ ଆକାରରେ ତୁମ ପାଖକୁ ଫେରି ଆସିବ ହେଲା। ସେଥିପାଇଁ କୁହାଗଲା, ସୁଖ ଆଉ ଦୁଃଖର କେହି ଦାତା ନାହାନ୍ତି,
पर दौଛନ୍ତି ବୋଲି ଯିଏ କହେ ସେ ହଉଛି କୁବୁଦ୍ଧି ଲୋକ, ମାନେ ମୂର୍ଖ ଲୋକ। ଆଉ ମୁଁ କରିଛି ଏହା ଯିଏ କହେ ସେ ତାର ଗୋଟେ ବୃଥା ଗର୍ବ ବା ବୃଥା ଅଭିମାନ। ନିଜ କର୍ମ ରୂପକ ସୂତାରେ ହିଁ ଲୋକ କଣ ହେଇଛି, ମୁଦ୍ଧା ହେଇକି ରହିଛି। ଯେପରି କର୍ମ ସେପରି ଫଳ। ହେଲା, ଏବେ ଆସ 15 ଶ୍ଲୋକକୁ। 15 ଦେଖିବା କଣ ଅଛି। କ୍ଷୁଦ୍ରେପି ନିହିତାଃ ଶକ୍ତିଃ ସମ୍ଭାବନା ମହୀୟସୀ କ୍ଷୁଦ୍ର ବୀଜାତ୍ ମହାକାୟ ବଟବୃକ୍ଷଃ ସମ୍ଭବଃ। ତାହେଲେ କ୍ଷୁଦ୍ରେ ଅପି, କ୍ଷୁଦ୍ରେ ଯୁକ୍ତ ଅପି, ଛୋଟିଆ ଜିନିଷଟେ ହେଇଥିଲେ ମଧ୍ୟ, ନିହିତାଃ ଶକ୍ତିଃ, ନିହିତା ମାନେ ଗଚ୍ଛିତ ହେଇଛି ତା ଭିତରେ, ଶକ୍ତିଃ, ଶକ୍ତି ମାନେ ବଳ। ନାଇଁ, ଗୋଟେ କ୍ଷୁଦ୍ର ଜିନିଷକୁ ତମେ କେବେ ହେୟ ମନେ କରନି, କାରଣ ତା ଭିତରେ ବି ଶକ୍ତି ରହିଛି, ତା ଭିତରେ ବି ବଳ ରହିଛି। ସମ୍ଭାବନା ମହୀୟସୀ, ମହୀୟସୀ ମାନେ ମହାନ, ମହାନ ସମ୍ଭାବନା ତା ଭିତରେ ରହିଛି। ଛୋଟ କୁ ହୀନ ମନେ କର ନାହିଁ। ଗୋଟେ ଉଦାହରଣ ବଢିଆ ଦିଆଗଲା ଯେ ଛୋଟ ହେଲେ ମଧ୍ୟ ତା ଭିତରେ ଶକ୍ତି ଅଛି, ତା ଭିତରେ ମହାନ ର ସମ୍ଭାବନା ଅଛି, ତେଣୁ ତାକୁ ହେୟ ମନା କର ନାହିଁ। ଯେପରି କ୍ଷୁଦ୍ର ବୀଜାତ୍ ମହାକାୟ ବଟବୃକ୍ଷଃ, କ୍ଷୁଦ୍ର ବୀଜାତ୍ ଯୁକ୍ତ ମହାକାୟ। ହେଲେ ବଟବୃକ୍ଷ ଦେଖିଛ ପିଲାମାନେ, କେତେ ବଡ, ତାର ଫଳ କିନ୍ତୁ କେତେ ଛୋଟ। ଆଉ ସେ ଯୋଉ ଫଳ ଭିତରେ ଥିବା ଟିକି ଟିକି ବୀଜ, ନାଇଁ, ସେ ପ୍ରତ୍ୟେକ ଗୋଟିଏ ଗୋଟିଏ ବୃକ୍ଷ ପାଇଁ ଉଦ୍ଦିଷ୍ଟ। ତାହେଲେ କ୍ଷୁଦ୍ର ବୀଜରୁ, ସେଇଭଳିଆ ଏତେ ଛୋଟ ଛୋଟ ମଞ୍ଜିରୁ ମହାକାୟ ବଟବୃକ୍ଷରେ ବି ସମ୍ଭବ ହେଇପାରୁଛି। ମହାକାୟ ବଟବୃକ୍ଷ ବି ଜାତ ହୋଇପାରୁଛି। ବୁଝିଲା? ତାହେଲେ ତମେ ଭାବୁଥିବ ଏଇଟା ଏତେ ଛୋଟ, ଇଏ କଣ କରିପାରିବ, କିନ୍ତୁ ତା ଭିତରେ ବି ଗୋଟେ ଏତେ ବଡ ବଟବୃକ୍ଷର ସୃଷ୍ଟି। ତେଣୁ କାହାକୁ କେବେ ଛୋଟ ମନେ କରିବ ନାହିଁ। ତା ଭିତରେ ବି କଣ ରହିଛି, ସମ୍ଭାବନା ରହିଛି ବିରାଟଟାର, ବିରାଟ ସମ୍ଭାବନା ତା ଭିତରେ ରହିଛି। ବୁଝିହେଲା? ତାପରେ ଦେଖ 16 ଶ୍ଲୋକ। ଭେଦଭାବଂ ପରିତ୍ୟଜ୍ୟ ଜାତି ଧର୍ମାଦି ହେତୁକମ୍ ସହାବସ୍ଥାନମ୍ ଏକତ୍ର କର୍ତ୍ତବ୍ୟମ୍ ଶାନ୍ତି କାମୀଭିଃ। ତାହେଲେ ଶାନ୍ତି କାମୀଭିଃ, ଶାନ୍ତି କାମନା କରୁଥିବା ବ୍ୟକ୍ତି ମାନଙ୍କର ସ୍ୱଭାବ କିପରି ଦେଖ। ଭେଦଭାବଂ ପରିତ୍ୟଜ୍ୟ, ସେମାନେ ଭେଦ ଆଉ ଭାବକୁ ପରସ୍ପର ଭିତରେ କଣ ଭେଦଭାବକୁ ପରିତ୍ୟଜ୍ୟ ମାନେ ତ୍ୟାଗ କରିଦିଅନ୍ତି। ପରି ଯୁକ୍ତ ତ୍ୟଜ ଯୁକ୍ତ ଲ୍ୟବ୍, ଏପରିକି ସେମାନେ ଜାତି ଧର୍ମ ଆଦି ହେତୁକମ୍, ହେଲା, ଜାତି ଧର୍ମ ଆଦି, ଆଦି ମାନେ ପ୍ରଭୃତି, ହେତୁକମ୍, ହେତୁକମ୍ ମାନେ କାରଣ ଗୁଡିକୁ ବି କଣ କରନ୍ତି, ପରିତ୍ୟାଗ କରିଦିଅନ୍ତି। ସିଏ ଛୋଟ ଜାତିର, ଇଏ ବଡ ଜାତିର, କି ତାର ଧର୍ମ ଏଇଆ, ଏହାର ଧର୍ମ ଏଇଆ, ଏଇ ସବୁ କାରଣ ଗୁଡିକୁ ସେମାନେ କଣ କରନ୍ତି, ଦୂର କରିଦିଅନ୍ତି। ଆଉ ତାଙ୍କର କାର୍ଯ୍ୟ କଣ ଥାଏ, ସହାବସ୍ଥାନମ୍ ଏକତ୍ର, ସହ ଯୁକ୍ତ ଅବସ୍ଥାନମ୍ ଯୁକ୍ତ ଏକତ୍ର, ହେଲା, ଏକାଠି ହେଇକି ସେମାନେ ବସବାସ କରନ୍ତି, ସମସ୍ତଙ୍କ ସହିତ ମିଳିମିଶିକି ଚଳନ୍ତି। ଏଇଆ ହଉଛି କର୍ତ୍ତବ୍ୟ କାହାର, ଶାନ୍ତି କାମୀଭିଃ, ଶାନ୍ତି କାମନା କରୁଥିବା ଲୋକମାନଙ୍କର ଏଇଟା ହଉଛି କର୍ତ୍ତବ୍ୟ, ଯେ ସେମାନେ ଜାତି ଧର୍ମ ଆଉ ଭେଦଭାବ ଏଗୁଡିକୁ ସବୁ ପରିତ୍ୟାଗ କରିବେ, ଏକତ୍ରିତ ହେଇକି ରହିବେ। ସହ ଅବସ୍ଥାନମ୍, ହେଲା, ଏକାଠି ହେଇକି ରହିବେ। ସହଯୁକ୍ତ ଅବସ୍ଥାନମ୍ ଯୁକ୍ତ ଏକତ୍ର, ବୁଝିଲା? ସେମାନଙ୍କର ଗୁଣ ହଉଛି ଏଇଆ, ଶାନ୍ତି କାମନା କରୁଥିବା ଲୋକମାନଙ୍କର। ତାହେଲେ ପିଲାମାନେ, ଆଜି ଆମେ ଏତିକି ଶ୍ଲୋକରେ ହିଁ ରହିବା। 4ଟି ଶ୍ଲୋକ ମାତ୍ର ପଢା ହେଲା, ତେଣୁ ତାକୁ ଭଲ ଭାବରେ ଦେଖିବ, ପଢିବ, ତାକୁ ମନେ ରଖିବ। ହେଲା, ତାହେଲେ ଆଜି ପାଇଁ ଏଇଠି ରହିବା।